ଆପଣଙ୍କର ଯଦି କୁମ୍ଭ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ କୁମ୍ଭ ରାଶିଙ୍କର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି ନଭେମ୍ବର ମାସରେ ବହୁତ ବିରାଟ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି, ଯାହା ଆଗାମୀ 30 ବର୍ଷ ମଧ୍ୟରେ କଦାପି ଘଟିନଥିଲା। କାରଣ ଆପଣଙ୍କର ଅଧିପତି ହେଉଛନ୍ତି ଶନି। ଶନି ହେଉଛନ୍ତି କର୍ମଫଳଦାତା, ଯାହା ଆପଣଙ୍କର ଗୁରୁ ସ୍ଥାନରେ ବିରାଜମାନ କରିଛନ୍ତି। ଫଳରେ ଆପଣଙ୍କର କର୍ମ ଅନୁଯାୟୀ ଆପଣଙ୍କୁ ଫଳ ପ୍ରଦାନ କରିବେ। ଦେଖନ୍ତୁ, ପ୍ରଥମତଃ କୁମ୍ଭ ରାଶିର ବ୍ୟକ୍ତିବିଶେଷ ହେଉଛନ୍ତି ଏବଂ ପରୋପକାରୀ, ସାହସୀ ଓ ଅତ୍ୟନ୍ତ ସରଳ। ତେଣୁକରି ଶନି ଆପଣଙ୍କର ଗୁରୁ ସ୍ଥାନରେ ଗୋଚର କରିଛନ୍ତି ଏବଂ ଶନି ଆପଣଙ୍କର ମଧ୍ୟ ଅଧିପତି ଅଛନ୍ତି। ଆପଣ ଯେତେ ମାତ୍ରାରେ ଚାହିଁବେ ଆପଣଙ୍କର କର୍ମକୁ ସୁଧାରିବେ। ଫଳରେ କି ଆପଣଙ୍କର କର୍ମ ଯେମିତି ଭଲ ହେବ ସେହି ଅନୁସାରେ ଆପଣଙ୍କୁ ମଧ୍ୟ ଫଳ ପ୍ରାପ୍ତି ହେବ। ନଚେତ୍ ଏହି ନଭେମ୍ବର ମାସରେ ଆପଣ ଯଦି କୌଣସି ଖରାପ କାର୍ଯ୍ୟ କରନ୍ତି, ଆପଣଙ୍କ ଉପରେ ବହୁତ ଖରାପର ପ୍ରଭାବ ପଡ଼ିବ। ଆପଣଙ୍କ ପାଇଁ ଏହି ନଭେମ୍ବର ମାସଟି ଅତ୍ୟନ୍ତ ଖୁସିର ଖବର ଆଣିବାକୁ ଯାଉଅଛି, କାରଣ ଶନିଦେବ ଆପଣଙ୍କର ଇଷ୍ଟ ଦେବତା ଏବଂ ଆପଣଙ୍କର ଗୁରୁ ସ୍ଥାନରେ ମଧ୍ୟ ଗୋଚର କରିଛନ୍ତି ଏବଂ ଦେବଗୁରୁ ବୃହସ୍ପତି ଆପଣଙ୍କର ସପ୍ତମ ଭାଗରେ ଗୋଚର କରିଛନ୍ତି। ଫଳରେ କି ଆପଣଙ୍କର ଜ୍ଞାନ ଏବଂ ଧନର ବୃଦ୍ଧି ହେବ। ଆପଣ ଯଦି କୌଣସି ଏକ ଛୋଟ ବିଜନେସ୍ କରିଥାନ୍ତି, ତେବେ ସେ ବିଜନେସ୍ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ। ଯଦି ଆପଣ କୌଣସି ଚାକିରି ମଧ୍ୟ କରିଥାନ୍ତି, ତେବେ ଚାକିରି କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ। ଆପଣଙ୍କର ପ୍ରାୟତଃ ଛୋଟ ମୋଟ ଯଦି କୌଣସି ଆପଣଙ୍କର ଦୋକାନ ଥାଏ କିମ୍ବା କୌଣସି ଛୋଟ ମୋଟ ବିଜନେସ୍ ଥାଏ, ସେଥିରେ ମଧ୍ୟ ଆପଣ ଏକ ବଡ଼ ବିଜନେସ୍ କରିପାରିବେ। କାରଣ ଦେବଗୁରୁ ବୃହସ୍ପତି ହେଉଛନ୍ତି ଧନର ପ୍ରତୀକ, ଯାହା ଆପଣଙ୍କର ନଭେମ୍ବର ମାସରେ ସପ୍ତମ ଘରେ ଗୋଚର କରିଥିବାରୁ ଆପଣଙ୍କ ପାଇଁ ବହୁତ ବଡ଼ ଶୁଭଦାୟକ ଆଣିବାକୁ ଯାଉଛନ୍ତି। ଏବଂ ଅନ୍ୟ ଏକ ଖୁସି ଖବର ହେଉଛି ଦେବଗୁରୁ ବୃହସ୍ପତିଙ୍କ ସକାଶୁ ଆପଣ କୌଣସି ଗୃହ ମଧ୍ୟ ନିର୍ମାଣ କରିପାରିବେ ଏବଂ ଜମି ମଧ୍ୟ କ୍ରୟ କରିପାରନ୍ତି। ଏହି ନଭେମ୍ବର ମାସରେ ଆପଣଙ୍କ ପାଇଁ ଅତ୍ୟନ୍ତ ଖୁସି ଖବର ଆସିବାକୁ ଯାଉଅଛି। ଆମେ ଏବେ ଦେଖିବା ଆପଣଙ୍କର ସ୍ୱାସ୍ଥ୍ୟ ଉପରେ। ଆପଣଙ୍କର ସ୍ୱାସ୍ଥ୍ୟ ଘରେ ସୂର୍ଯ୍ୟ ଏବଂ ବୁଧ ଏକତ୍ରିତ ହୋଇ ରହିଛନ୍ତି, ଯାହାଫଳରେ କି ଆପଣଙ୍କର ଜୀବନରେ ଶ୍ୱାସଜନିତ ସମସ୍ୟା ହେଉ କିମ୍ବା ଆଣ୍ଠୁଗଣ୍ଠି ବାତ ଧରୁଥିଲା, ଆପଣଙ୍କର ପେଟ ଜନିତ ଗ୍ୟାଷ୍ଟ୍ରିକ୍ ଜନିତ ରୋଗ ରହୁଥିଲା, ସେଗୁଡ଼ିକ ସବୁ ଦୂରେଇ ଯିବ। ଏବଂ ଆପଣ ଯଦି କୌଣସି ରାଜନେତା ଏବଂ ରାଜନୀତି କ୍ଷେତ୍ରରେ ଅଗ୍ରସର ଅଛନ୍ତି, ତେବେ ଆପଣଙ୍କର ରାଜନୀତି କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ। କାରଣ ରାଜନୀତିର ସ୍ୱାମୀ ସୂର୍ଯ୍ୟ ଆପଣଙ୍କର ଦ୍ୱାଦଶ ଘରେ ଏବଂ ବୁଧଙ୍କ ସହ ଏକତ୍ରିତ ହୋଇ ରହିଛନ୍ତି, ଯାହାଫଳରେ ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ରାଜନୀତି କ୍ଷେତ୍ରରେ ଉନ୍ନତି ଘଟିବ। ସ୍ୱାସ୍ଥ୍ୟ ତ ଆପଣଙ୍କର ଭଲ ରହିବ। ଏହି ନଭେମ୍ବର ମାସରେ ଚର୍ମଜନିତ ରୋଗ ଯାହା ଟିକେ ଥିଲା ତାହା ମଧ୍ୟ ଦୂର ହୋଇଯିବ। ଆପଣଙ୍କର ଯଦି ଯାଦୁ କାଛୁ ମଧ୍ୟ ହେଉଥିଲା ତାହା ମଧ୍ୟ ଦୂର ହୋଇଯିବ। ଏବେ ଏହି ନଭେମ୍ବର ମାସରେ ଆପଣ ଯଦି ଏକ ରାଜନେତା ହୋଇଥାନ୍ତି, ତେବେ ଆପଣଙ୍କର ମଧ୍ୟ ଉନ୍ନତି ଘଟିବ। ଏହି ନଭେମ୍ବର ମାସରେ ଆପଣଙ୍କ ପାଇଁ ବହୁତ ଶୁଭଦାୟକ ଏବଂ ଶୁଭଙ୍କ ହେଉଅଛି। ଏବେ ଦେଖିବା ଆପଣଙ୍କର ପାରିବାରିକ କ୍ଷେତ୍ରରେ ଏବଂ ବିବାହ କ୍ଷେତ୍ରରେ କ'ଣ ସବୁ ଜଣାଉଛି। ଦେଖନ୍ତୁ, ଆପଣଙ୍କର ପାରିବାରିକ କ୍ଷେତ୍ରରେ ରାହୁ ଅଛନ୍ତି। ଫଳରେ କି ଆପଣଙ୍କର ପାରିବାରିକ କ୍ଷେତ୍ରରେ କିଛି ବାଦ ବିବାଦ ସୃଷ୍ଟି ହୋଇପାରେ। ନଚେତ୍ ଆପଣଙ୍କ ଘରେ ଏବଂ ଆପଣଙ୍କର ଏହି ନଭେମ୍ବର ମାସରେ କିଛି ଅସୁବିଧା ହେବ ନାହିଁ। କେବଳ ରାହୁ ଷଷ୍ଠ ଘରେ ବିରାଜମାନ କରିଥିବାରୁ ଆପଣଙ୍କୁ କିଛି ମାତ୍ରାରେ ଆପଣଙ୍କର ପାରିବାରିକ କ୍ଷେତ୍ରରେ ବାଦ ବିବାଦ ସୃଷ୍ଟି ହୋଇପାରେ। ଆପଣଙ୍କର ଭାଇ ହେଉ କିମ୍ବା ଆପଣଙ୍କର ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହେଉ, କୌଣସି ଛୋଟ ମୋଟ ପାରିବାରିକ କ୍ଷେତ୍ରରେ ବାଦ ବିବାଦ ସୃଷ୍ଟି ହୋଇପାରେ। ଆପଣ ଯଦି ଚାହୁଁଛନ୍ତି ଏ ପାରିବାରିକ କ୍ଷେତ୍ରରୁ ବଞ୍ଚିତ ହେବା ପାଇଁ, ପ୍ରତ୍ୟେକ ଦିନ ଆପଣଙ୍କର ଇଷ୍ଟଦେବ ଶନିଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ସୂର୍ଯ୍ୟ ନମସ୍କାର ମଧ୍ୟ କରନ୍ତୁ। ଦେଖିବେ ଆପଣଙ୍କର ମଙ୍ଗଳ ହେବ। ଏବଂ ଆପଣ ପ୍ରତ୍ୟେକ ଦିନ ହରିନାମ ମଧ୍ୟ ଜପ କରନ୍ତୁ। ହରିମହାମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କର ମନକୁ ଶାନ୍ତି ମିଳିବ ଏବଂ ଆତ୍ମାକୁ ମଧ୍ୟ ପୁଣ୍ୟ ମିଳିବ। ଏହି ନଭେମ୍ବର ମାସରେ ଆପଣ ଯଦି ଏକ କୁମ୍ଭ ରାଶି ବ୍ୟକ୍ତି ବିଶେଷ ହୋଇଥାନ୍ତି, ଏହି ନଭେମ୍ବର ମାସରେ ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ନାଲି, ଶୁଭ ସମୟ ହେଉଛି 6:30ରୁ 7:30 ପର୍ଯ୍ୟନ୍ତ, ଶୁଭ ଦିନ ହେଉଛି ଗୁରୁବାର। ଏହି ନଭେମ୍ବର ମାସରେ ଆପଣଙ୍କ ପାଇଁ ଅତ୍ୟନ୍ତ ଖୁସି ଖବର
ଏବଂ ଆପଣଙ୍କ ଜୀବନଟି ପୁରା ଖୁସିର ଲହରୀରେ ଖେଳିବାକୁ ଯାଉଅଛି। ଆପଣ ଯଦି କୁମ୍ଭ ରାଶିର ବ୍ୟକ୍ତି ବିଶେଷ ହୋଇଥାନ୍ତି ଏବଂ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥାନ୍ତି ତେବେ କମେଣ୍ଟରେ ଜୟ ଶନିଦେବ ଜୟ ମହାଦେବ ନିଶ୍ଚୟ ଲେଖିବେ। ରହୁଛୁ, ଧନ୍ୟବାଦ।